ଯେତେବେଳେ ମୁଁ ଏହି ଦୁନିଆକୁ ଆସିଲି ମୋ ମାମା କୋଳରେ ଆମ ପରିବାରର ମୁଁ ସବୁଠାରୁ ବଡ଼ ଓ କନ୍ୟା ସନ୍ତାନ ଭାବେ ଜନ୍ମ ନେଇଥିଲି। ବଡ଼ ଝିଅ ହେବାରୁ ଆଈ ଜେଜେମାଙ୍କର ବହୁତ ସ୍ନେହ ଆଉ ଭଲ ପାଇବା ପାଇଥିଲି। କଥାରେ ଅଛି ମା ସମାନ ମାଉସୀ। ମୋ ଜୀବନରେ ଏହି କଥାଟି ସତ୍ୟ ହୋଇଛି। ମୋ ମାଉସୀମାନେ ମୋତେ ନିଜ ସନ୍ତାନ ଠାରୁ ମଧ୍ୟ ଅଧିକ ସ୍ନେହ ଓ ଆଦର ଦିଅନ୍ତି। ଛୋଟବେଳୁ ଆଜି ପର୍ଯ୍ୟନ୍ତ ସେମାନଙ୍କର ଭଲ ପାଇବା ମୋ ଜୀବନରେ ସବୁଠାରୁ ବଡ଼ ଆଶୀର୍ବାଦ। ସେହି ସ୍ନେହକୁ ମୁଁ କେବେ ଭୁଲି ପାରିବିନି। ସମୟ ସହ ମୋ ମାଇଁ ଆମ ଘରକୁ ଆସିଲେ ଆଉ ସେ ମୋତେ ମାଉସୀମାନଙ୍କ ଠାରୁ ମଧ୍ୟ ଅଧିକ ସ୍ନେହ ଦେଲେ ଓ ଖୁଡ଼ିମାନେ ମଧ୍ୟ ସେହି ପରିବାରର ଅଂଶ ହୋଇ ମୋତେ ନିଜ ଝିଅ ପରି ଭଲ ପାଇଲେ। ତାପରେ ଭାଗ୍ୟ ମୋତେ ଆଉ ଗୋଟେ ସୁନ୍ଦର ପରିବାର ସହ ପରିଚୟ କରାଇଲା। ମୋ ଦ୍ୱିତୀୟ ମା ମୋ ଶାଶୁ। ଲୋକେ କହନ୍ତି ମା କେବେ ଶାଶୁ ହୋଇପାରିବନି, କିନ୍ତୁ ମୋ ପାଇଁ ଏହି କଥାଟି ପୁରା ଭୁଲ। ଯଦି ଜଣେ ଝିଅ ନିଜ ଶାଶୁକୁ ମା ଭାବରେ ଗ୍ରହଣ କରିପାରିବ, ତେବେ ଶାଶୁ ମଧ୍ୟ ନିଜ ବୋହୂକୁ ଝିଅ ପରି ଭଲ ପାଇପାରିବ। ଆଜିର ଏହି ପବିତ୍ର ମଦର୍ସ ଡେ ଅବସରରେ ମୋ ଜୀବନରେ ସମସ୍ତ ମା'ମାନଙ୍କୁ, ମୋ ମା, ମାଉସୀ, ପିଇସି, ମାଇଁ, ଖୁଡ଼ି ଓ ଶାଶୁମାନଙ୍କୁ ମୋର ଅନେକ ଅନେକ ଭଲ ପାଇବା, ସମ୍ମାନ। ହାପି ମଦର୍ସ ଡେ ଟୁ ଅଲ୍।